ମୋର ପ୍ରଥମ ଚଳଚ୍ଚିତ୍ର ଥିଲା ଅମର ପ୍ରେମ। ଅମର ପ୍ରେମର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ରାଖାଲ ଚନ୍ଦ୍ର ମହାନ୍ତି ଏବଂ ଗୋପାଳ ଘୋଷ ଥିଲେ ତାର ନିର୍ଦ୍ଦେଶକ। 78 ମସିହାରେ ସେହି ଚଳଚ୍ଚିତ୍ରଟି ମୁକ୍ତି ଲାଭ କରିଥିଲା। ସେଇଟା ହେଉଛି ମୋର ପ୍ରଥମ ଚଳଚ୍ଚିତ୍ରର ଗୀତ ଲେଖା। ମୁଁ ହେଉଛି ଗଞ୍ଜାମ ଜିଲ୍ଲାରେ ଆସ୍କା ପାଖରେ ଶେରଡ଼ଲି ଗୋଟେ ଗାଁରେ। ମୋର ଜନ୍ମ 1/4/1944 ଉତ୍କଳ ଦିବସ ଦିନ ଏପ୍ରିଲ 1 ଗଞ୍ଜାମରେ ସରିକିରି ତାପରେ ବ୍ରହ୍ମପୁରରେ ପଢ଼ିଲି। ତାପରେ କଟକ ଆସିଲି, ଆକାଶବାଣୀରେ ଚାକିରି ମିଳିଲା ଆଉ ଏଇଠି ଜଏନ୍ କଲି। ସେଇଟା ହେଉଛି ଠିକ୍ ଏକ୍ଜାକ୍ଟଲି ମନେ ପଡ଼ୁନି, 68 ମସିହାରେ ମୁଁ ଆକାଶବାଣୀରେ ଜଏନ୍ କଲି। ତାପରେ ମୁଁ ଲେଖିଥିଲି ହୀରାମୋତି ମାଣିକ, ଅଲିଭା ଦାଗ, ଅପରିଚିତା, ସୁବର୍ଣ୍ଣ ସୀତା, ମଥୁରା ବିଜୟ ଏବଂ ପେଟେଣ୍ଟ ମେଡ଼ିସିନ, କାବେରୀ, ତ୍ରିନାଥ ମେଳା ଇତ୍ୟାଦି ବିଭିନ୍ନ ଚଳଚ୍ଚିତ୍ରରେ ମୁଁ ଗୀତ ଲେଖିଥିଲି। 10ଟି ଚଳଚ୍ଚିତ୍ର ମୁକ୍ତି ଲାଭ କରିଛି। ଯଦିଓ ମୁଁ 15ଟି ଚଳଚ୍ଚିତ୍ର ଗୀତ ଲେଖିଛି, କିନ୍ତୁ 10ଟି ଚଳଚ୍ଚିତ୍ର ମୁକ୍ତି ଲାଭ କରିଛି। ମୁଁ ଯାହା ଅନୁଭବ କରିଛି, ସୁବର୍ଣ୍ଣ ସୀତାର ଗୀତ ଗୁଡ଼ିକ ହିଟ୍ କରିଥିଲା, ଅପରିଚିତାର ଗୀତ ହିଟ୍ କରିଥିଲା ଏବଂ ହୀରାମୋତି ମାଣିକର ଗୀତ ବି ହିଟ୍ କରିଥିଲା। କାବେରୀର ଗୀତ ସେଇଟା ବି ଗୀତ ହିଟ୍ କରିଥିଲା। ଏମିତି ଗୁଡ଼ାଏ ଗୀତ ହିଟ୍ କରିଥିଲା। କାବେରୀର ଆସିବ ବରତର ହୋଇବ ବାହାଘର ସବୁଠୁ ବେଶୀ ଲୋକପ୍ରିୟ ହୋଇଥିଲା। ଅପରିଚିତାର ଆଜି ମହୁରୀ ବାଜେ ରହି ରହିକା, ତା ଛଡ଼ା ହୀରାମୋତି ମାଣିକର ଜୀବନ ଏକ ନାଟକ, ଆମେ ତାର କଳାକାର, ଅଲିଭା ଦାଗର ଆହା କି ବଢ଼ିଆ ଯୋଡ଼ି ତୋର ମୋର, ସୁବର୍ଣ୍ଣ ସୀତାର ଇଟିକିଲି ମିଟିକିଲି, ଏମିତି ତ୍ରିନାଥ ମେଳାର ସେମିତି ଆଲୋ ସୁନ୍ଦରୀ ତୋର କଥାରେ ମୁଁ ନାଚିବି ଭାଲୁ ସାଥିରେ, ଗୋଟେ ହ୍ୟୁମରସ୍ ଗୀତ ଗୋଟେ, ସେଇଠି ମଧ୍ୟ ବେଶ ଲୋକପ୍ରିୟ ହୋଇପାରିଥିଲା। ଶେଷ ଫିଲ୍ମ ହେଉଛି କାବେରୀ। କାବେରୀରେ ଗୀତ ଲେଖିଲା ପରେ ତାପରେ ମୁଁ ଚଳଚ୍ଚିତ୍ରର ଗୀତ ଲେଖିବା ଛାଡ଼ିଦେଲି ଏଇଥିପାଇଁ ଯେ କମ୍ପ୍ରମାଇଜ୍ କରିବା ପାଇଁ ମୁଁ ଚାହିଁଲି ନାହିଁ। ଅନେକ ସଙ୍ଗୀତ ନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକ ସେମାନେ ଚାହିଁଲେ ଯେ ଟିକେ ବେଶୀ ଲାଇଟ୍ କରିବା ପାଇଁ, ମୁଁ ସେଥିରେ ଏକମତ ହେଲି ନାହିଁ। ଆମର ଯେଉଁ ଲିମିଟେସନ୍ ଯେତିକି ରହିବା କଥା ସେଥିରେ ରହିବା ପାଇଁ ମୁଁ ଇଚ୍ଛା କଲି ଏବଂ ଯେଉଁ ଆଜିକାଲି ଆପଣ ଗୀତ ଶୁଣୁଥିବେ ହିନ୍ଦୀ, ଓଡ଼ିଆ, ତେଲୁଗୁ, ଇଂରାଜୀ ଶବ୍ଦ ସବୁ ତା ଦେହରେ ସବୁ ଯୋଡ଼ି ଯେଉଁ ଖେଚେଡ଼ି କରୁଛନ୍ତି, ମୁଁ ସେଥିରେ ଏକମତ ହେଲି ନାହିଁ। ଯେଉଁଥିପାଇଁ ମୁଁ ଗୀତ ଲେଖା, ସିନେମା ଚଳଚ୍ଚିତ୍ର ଗୀତ ଲେଖା ଛାଡ଼ି ଦେଇଛି। କିନ୍ତୁ ଅନ୍ୟାନ୍ୟ ମାଧ୍ୟମରେ ଗୀତ ଲେଖୁଛି, ବହି ଲେଖୁଛି, 35 ଖଣ୍ଡ ବହି ଲେଖିଲେଣି, ଅନ୍ୟାନ୍ୟ ମାଧ୍ୟମରେ ଲେଖୁଛି, କିନ୍ତୁ ଆଉ ଚଳଚ୍ଚିତ୍ର ପାଇଁ ଗୀତ ଲେଖିବାକୁ ଛାଡ଼ି ଦେଇଛି। ମୋର କେତେଗୁଡ଼ିଏ ସବୁ କମର୍ସିଆଲ ଡିସ୍କ ଲୋକପ୍ରିୟ ହେଇଛି। ତା ଭିତରେ ସବୁଠୁ ଲୋକପ୍ରିୟ ହେଇଥିଲା ଶନିବାର ଦିନ ଭାଉଜଙ୍କ ମନ ହେଲା ଖାଲି ସନ ସନ, ଭୁବନେଶ୍ୱର ମିଶ୍ର ଗାଇଥିଲେ, ବହୁତ ଲୋକପ୍ରିୟ ହେଇଥିଲା। ଆଉ ଗୋଟେ ଆଲାମ, ସିକନ୍ଦର ଆଲାମ ଗାଇଥିଲେ, ସେ ବି ଗୀତଟି ମୋତେ ବହୁତ ଲୋକପ୍ରିୟ ହେଇଥିଲା।